ସାଙ୍ଗମାନେ ଲୋକଟିର ବୁଦ୍ଧିକି ଟିକେ ଦେଖନ୍ତୁ। ଲୋକମାନଙ୍କୁ ବୋକା ବନେଇବାକୁ ରାସ୍ତାରେ ଅଠା ଢାଳି ଦଉଛି ଆଉ ରାସ୍ତା କଡ଼ରେ ଥିବା ଲଟିରେ ଲୁଚି ଯାଉଛି। ଆଉ ଠିକ୍ ସେହି ସମୟରେ ସେଇ ବାଟ ଦେଇ ଗୋଟେ ଲୋକ ଆସୁଛି ଆଉ ସେ ମୋବାଇଲରେ ବ୍ୟସ୍ତ ରହିଥିବା ବେଳେ ତା ଗୋଡ଼ ଏଇ ଅଠାରେ ଫସି ଯାଉଛି। ଆଉ ସେ ଲୋକଟି ଯେତେ ଚେଷ୍ଟା କରୁଛି ତା ଗୋଡ଼କୁ ସେ ଅଠା ଭିତରୁ ବାହାର କରିପାରୁନି ଆଉ କଷ୍ଟେ ମଷ୍ଟେ ତା ଗୋଡ଼କୁ ବାହାର କରିଦେଉଛି, କିନ୍ତୁ ଚପଲ ଦିଟା ରହିଯାଉଛି। ଆଉ ସେ ଲୋକଟି ସେ ଚପଲକୁ ଛାଡ଼ିକି ସେଠୁ ଚାଲି ଯାଉଛି। ଆଉ ଗୋଟେ ଚୋର ଏଇ ସବୁ ଚପଲକୁ ଅଧା ରେଟ୍ରେ ଆଗରେ ବିକିବାକୁ ଲାଗୁଛି। ଆଉ ଏ ଲୋକଟି ଯାଇ ସେ ପିଲା ପାଖରେ ପହଞ୍ଚି ଯାଉଛି। ଆଉ ସେ ପିଲାଟି କହୁଛି, ଭାଇ ନେଇଯା ନୂଆ ଚପଲ ଅଧା ରେଟ୍ରେ ଦେଇଦେବି। ଆଉ ସେ ଲୋକଟିଏ ପିଲାଠୁ ଅଧା ରେଟ୍ରେ ଚପଲ କିଣି ଦଉଛି। ଆଉ ସେ ଲୋକଟିଏ ପିଲାଟି ଉପରେ ଡାଉଟ୍ କରୁଛି। ଶଳା ପୁରୁଣା ଜୋତା ଦେଇକି କହୁଛି ନୂଆ ଜୋତା, ଯାଉଛି ଏଠି ନୁଚିକି ଦେଖିବି ଶଳା କଣ କରୁଛି। ଆଉ ଆର ଚୋରଟି ପୁଣି ରାସ୍ତାରେ ଅଠା ଢାଳି ଦଉଛି। ଆଉ ଗୋଟେ ଲୋକ ସେ ଅଠାରେ ଫସି ଯାଉଛି। ଆଉ ସେ ଲୋକଟିର ଚପଲ ସେଠି ରହିଯାଉଛି। ଆଉ ସେ ଲୋକଟି ପୁଣି ଏଇ ପିଲାଠୁ ଚପଲ କିଣିବାକୁ ଲାଗୁଛି। ସାଙ୍ଗମାନେ ଆଗକୁ କଣ ଏଇ ଚପଲ ଚୋର ଧରା ପଡ଼ିବେ ଜାଣିବା ପୂର୍ବରୁ ସାଙ୍ଗମାନେ ଚୋରମାନଙ୍କର ବୁଦ୍ଧି ଯଦି ଆପଣମାନଙ୍କୁ ପସନ୍ଦ ଆସିଛି ତାହେଲେ ଗୋଟେ ଲାଇକ୍ କରିଦିଅନ୍ତୁ। ଶେଷରେ ସେ ଲୋକଟି ମନ ଦୁଃଖ କରିକି ଯାଉଥିବା ସମୟରେ ଲୁଚିଥିବା ଲୋକଟି ବାହାରି ପଡୁ ଆଉ କହୁଛି, ଆରେ ଭାଇ ଆମ ଚପଲ ସବୁ ଏଇ ଦୁଇଜଣ ଚୋର ରାସ୍ତାରେ ଅଠା ପକାଇକି ଚୋରି କରିକି ନେଇଯାଇଛନ୍ତି, ଚାଲେ ତାଙ୍କୁ ବାଡ଼େଇବା। ଆଉ ସେ ଦୁଇଜଣ ଲୋକ ଆସିକି ଏଇ ଚୋରମାନଙ୍କୁ ନିର୍ଦ୍ଧୁମ ଛେଚୁଛନ୍ତି।